କେନ୍ଦୁମୁଣ୍ଡାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ମୃତ, ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତା ଅବରୋଧ। ସୂଚନା ଅନୁସାରେ ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କେନ୍ଦୁମୁଣ୍ଡା ଛକ ପାଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଜି ସକାଳୁ କେନ୍ଦୁମୁଣ୍ଡା ଗାଁର ଶଶିଭୂଷଣ ବିଭାର ନାମକ ଜଣେ ବ୍ୟକ୍ତି ଶୌଚ ପାଇଁ ଯାଉଥିବା ବେଳେ ବୁର୍ଡ଼ା ପଟରୁ ସୋନପୁର ପଟକୁ ଆସୁଥିବା ଏକ ଦ୍ରୁତଗାମୀ କାର ଶଶିଭୂଷଣଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ 108 ଆମ୍ବୁଲାନ୍ସ ସହାୟତାରେ ସଦର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପରୀକ୍ଷା କରି ଶଶିଭୂଷଣଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ ବ୍ୟକ୍ତି ଜଣକ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଉତ୍ତ୍ୟକ୍ତ ଜନତା ବୁର୍ଡ଼ା ସୋନପୁର ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା। ଖବର ପାଇ ସୋନପୁର ପୋଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବହୁ କଷ୍ଟରେ ବୁଝାସୁଝା କରି ପରିବାର ଲୋକଙ୍କୁ 2 ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ମୃତକଙ୍କ 2 ସନ୍ତାନଙ୍କୁ 18 ବର୍ଷ ବୟସ ହେବା ପର୍ଯ୍ୟନ୍ତ ମାସିକ 4000 ଟଙ୍କା ଲେଖାଏଁ ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ପ୍ରାୟ 2 ଘଣ୍ଟା ସମୟରେ ରାସ୍ତା ଅବରୋଧ ହଟିଥିବା ସୂଚନା ମିଳିଛି।